ଆପଣ କେବେ ଭାବିଛନ୍ତି ଆପଣଙ୍କ ମୂଲ୍ୟ କେତେ? ଏ ସଂସାର କହିବ ଆପଣ ସଫଳ ହେଲେ ତାହା ମୂଲ୍ୟବାନ, ଆପଣ ସୁନ୍ଦର ହେଲେ ତାହା ମୂଲ୍ୟବାନ, ଆପଣ ଲୋକପ୍ରିୟ ହେଲେ ତାହା ମୂଲ୍ୟବାନ। କିନ୍ତୁ ପରମେଶ୍ୱରଙ୍କ ଦୃଷ୍ଟିରେ ଆପଣଙ୍କ ମୂଲ୍ୟ କେତେ? ଚାଲନ୍ତୁ ଜାଣିବାକୁ ଚେଷ୍ଟା କରିବା। ପରମେଶ୍ୱରଙ୍କ ପାଇଁ ଆପଣ ଜଣେ ସାଧାରଣ ମଣିଷ ନୁହେଁ, ତାହାଙ୍କର ପ୍ରିୟ ସୃଷ୍ଟି, ନିଜ ହାତରେ ଗଢ଼ିଥିବା ଅଦ୍ୱିତୀୟ କାର୍ଯ୍ୟ। ଯେତେବେଳେ ଆପଣ ଜୀବନର ସବୁଠୁ ଅନ୍ଧାର ଦିନରେ ଥିଲେ, ଆଶା ହରେଇଥିଲେ, ଯେତେବେଳେ ଆପଣଙ୍କ ପାପ ଆପଣଙ୍କ ଉପରେ ଭାରୀ ହୋଇ ପଡ଼ିଥିଲା, ସେଠାରେ ଥିଲା ଈଶ୍ୱରଙ୍କର ଏକ ପ୍ରେମ ଭରା ଦୃଷ୍ଟି। ସେ ଦୂରରୁ ଆପଣଙ୍କ ଅବସ୍ଥାକୁ ଦେଖୁଥିଲେ ଏବଂ କହିଲେ, ମୁଁ ମନୁଷ୍ୟ ପାଇଁ ନିଜର ଏକମାତ୍ର ପୁତ୍ରଙ୍କୁ ଦାନ କରିବି, ଯେପରି ସେମାନେ ପୁଣି ଥରେ ମୁକ୍ତି ପାଇପାରିବେ। ଆପଣଙ୍କ ମୂଲ୍ୟ ସୁନା ରୂପା ବା ସାଂସାରିକ ଧନ ସମ୍ପତ୍ତି ସହିତ ତୁଳନୀୟ ନୁହେଁ। ଆପଣଙ୍କ ମୂଲ୍ୟ ସେହି ପବିତ୍ର ରକ୍ତରେ ଲେଖା ହୋଇଅଛି, ଯାହା କ୍ରୁଶ ଉପରେ ଯୀଶୁଙ୍କ ଶରୀରରୁ ଝରିଥିଲା। ସଂସାର ଯଦି କୁହେ ତୁମ୍ଭେ କିଛି ନୁହଁ, ତେବେ ଚିନ୍ତା କର ନାହିଁ, କାରଣ ପ୍ରଭୁ କୁହନ୍ତି ତୁମ୍ଭେ ଅମୂଲ୍ୟ, ତୁମ୍ଭେ ମୋର। ଏହି ମୂଲ୍ୟରେ ଯଦି କିଛି ସନ୍ଦେହ ଅଛି, ତେବେ ଯୀଶୁଙ୍କର କ୍ରୁଶକୁ ଦେଖନ୍ତୁ, ସେଠାରେ ଆପଣଙ୍କୁ ଆପଣଙ୍କ ଉତ୍ତର ମିଳିଯିବ। ଆମେନ୍।